নমস্কার দর্শক বন্ধু আপনার এমআর ওড়িয়া নিউজ ওয়ান কু স্বাগত। সুনা দরের বড় পরিবর্তন আসছে, হঠাৎ সুনা দর খসি যাইছে, যাফলে নিবেশক মানকঠু আরম্ভ করিকি সিধা গ্রাহক উপরে সিধা প্রভাব পড়িব। খুশি খবর, এবে সুনা দর মধ্যে কমিছে, তা সହିତ রূপা দর কমিছে, যাহা আপন পাদ তলু মাটি খসিব। আপন মধ্যে আশ্চর্য হয়ে যে রূপা এতে হঠাৎ কেমিতি খসিলা। তবে প্রত্যেকটি খবর আপনার গুরুত্বপূর্ণ। ওড়িশার নম্বর ওয়ান চ্যানেল এমআর ওড়িয়া নিউজ চ্যানেলে সঠিক তথ্য ଆପଣମାନେ ପାଇବେ। 18 କ୍ୟାରେଟ, 22 କ୍ୟାରେଟ, 24 କ୍ୟାରେଟ, ତା ସହିତ ରୂପାର ମୂଲ୍ୟ ଏବଂ 10 ଦିନର ଆନାଲିସିସ୍, 10 ଦିନର ଆନାଲିସିସ୍ ସହିତ ଆପଣ ଗ୍ରାଫଠୁ ଆରମ୍ଭ କରି ପୁରା ଡିଟେଲ୍ସ ପାଇବେ। ନିବେଶକଠୁ ଆରମ୍ଭ କରିକି ସମସ୍ତେ ମଧ୍ୟ ଏଥିରେ ଲାଭବାନ ହେବେ। ବିବାହ ବ୍ରତଘର ଇଭେଣ୍ଟରେ ଯଦି ଆପଣମାନେ ସୁନା କିଣୁଛନ୍ତି, କୋଉ ସମୟରେ କିଣିଲେ ଆପଣ ଲାଭବାନ ହେବେ, ଆପଣ ପକେଟ ଉପରେ ପ୍ରଭାବ ପଡ଼ିବନି, ଆପଣ 50ରୁ ଲକ୍ଷେ ଟଙ୍କା ସେଭ୍ କରିପାରିବେ। ସବୁ ଏଇ ଭିଡିଓରେ ଆପଣଙ୍କୁ ଡିଟେଲ୍ସ କୁହାଯିବ। ତା ପୂର୍ବରୁ ଆପଣମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ, ଆଜି ବଜାରରେ ବା ଏବେ ବଜାରରେ ସୁନା ଦର କେତେ ରହିବା ଦରକାର, ଯାହାଫଳରେ ଗୋଟେ ସାଧାରଣ ପରିବାର ମଧ୍ୟ କିଣିପାରିବ? ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବେ। ତେବେ ଚାଲନ୍ତୁ ଜାଣିବା ବଜାରରେ ସୁନା ଦର କେତେ ରହିଛି, ତା ସହିତ 18 କ୍ୟାରେଟ, 22 କ୍ୟାରେଟର ଏବଂ 24 କ୍ୟାରେଟର ପିଓରିଟି କେମିତି ଚେକ୍ କରିବେ, ସୁନାର ଶୁଦ୍ଧତା କେମିତି ଜାଣିବେ। ଆଜିକାଲି ଲୋକମାନେ ତ ସୁନା କିଣି ଦଉଛନ୍ତି, କିନ୍ତୁ ଶୁଦ୍ଧତା ଯଦି ନ ଜାଣିପାରିବେ ଆପଣ ବଡ ମଧ୍ୟ ହଇରାଣ ହେଇପାରନ୍ତି, ବଡ ଲସ୍ ମଧ୍ୟ ହୋଇପାରେ। ତେବେ ଚାଲନ୍ତୁ ଡେରି ନକରି ସୁନା ଦର ଜାଣିବା। ଆଜି 24 କ୍ୟାରେଟର ମୂଲ୍ୟ ଅଛି 14,597, 22 କ୍ୟାରେଟର ମୂଲ୍ୟ ଅଛି 13,380, 18 କ୍ୟାରେଟର ଅଛି 10,948। ଚାଲନ୍ତୁ ଜାଣିବା ଏବେ ପୁରା ଡିଟେଲ୍ସ ରିପୋର୍ଟ, ଯାହାଫଳରେ ଆପଣମାନେ ମଧ୍ୟ ଲାଭବାନ ହୋଇପାରିବେ। ପ୍ରତିଟି ମୂଲ୍ୟ ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, କାରଣ ଆପଣମାନେ ସୁନା କିଣିଲେ ଆପଣ ପକେଟରୁ କେମିତି ସେଭ୍ କରିବେ ଜାଣିବା ଦରକାର। ଦେଖନ୍ତୁ, 8 ଗ୍ରାମ ରହିଛି 1,16,776, 10 ଗ୍ରାମ ରହିଛି 1,45,970, 100 ଗ୍ରାମ ରହିଛି 14,69,700। ଗତକାଲିର ମଧ୍ୟ ପ୍ରାଇସ୍ ଚାର୍ଟ ଆପଣମାନେ ଦେଖିଦିଅନ୍ତୁ, ଏଇ ସାଇଟରେ ଲେଖା ଅଛି। ଏବଂ ଆପଣମାନେ ଯେତେବେଳେ 24 କ୍ୟାରେଟ ସୁନା ଯୋଉମାନେ ସବୁ କିଣୁଛନ୍ତି, ସୁନାର ତ ପ୍ୟୁରିଟି ଅଛି, ତା ସହିତ ମଧ୍ୟ ଆପଣମାନେ ଯାଞ୍ଚ କରିବେ। ଯାଞ୍ଚ କରିବା ପାଇଁ କି ହେଲେ ଆପଣ ଗଭର୍ଣ୍ଣମେଣ୍ଟର ଗୋଟେ ଆପ୍ ଅଛି, ସେଇ ଆପ୍ରେ ଆପଣ ହଲମାର୍କ ନମ୍ବର ଏଣ୍ଟ୍ରି କଲେ ଆପଣଙ୍କର ସୁନାର ଶୁଦ୍ଧତା ମଧ୍ୟ ଜାଣିପାରିବେ। ତେବେ ଡେରି ନକରି ଚାଲନ୍ତୁ ଜାଣିବା ଆମେ 22 କ୍ୟାରେଟର ମୂଲ୍ୟ କେତେ ରହିଛି। ଓଡ଼ିଶାରେ ଏବେ ବର୍ତ୍ତମାନ 22 କ୍ୟାରେଟର ମୂଲ୍ୟ ରହିଛି 1 ଗ୍ରାମ ପିଛା 13,380, 8 ଗ୍ରାମ ରହିଛି 1,07,040, 10 ଗ୍ରାମ ରହିଛି 1,33,800, 100 ଗ୍ରାମ ରହିଛି 13,38,000। ଗତକାଲି ମଧ୍ୟ ଦେଖିଦିଅନ୍ତୁ, ସାଇଟରେ ଅଛି ଏଷ୍ଟୋଟରେ କେତେ ଥିଲା। ତେବେ ସୁନା ଦର ଲଗାତାର ଏବେ କମିବାକୁ ମିଳିଛି, ଯାହାଫଳରେ ସେପଟେ ମଧ୍ୟ ଯୁଦ୍ଧ ଏବେ ବନ୍ଦ ହେଲା ପରେ ସବୁ କିଛି ତେଲ ଦର, ଗ୍ୟାସ ଦର ମଧ୍ୟ ବଢ଼ିଯାଇଥିଲା। ଏବେ ମଧ୍ୟ ଟ୍ୟାକ୍ସ ମଧ୍ୟ ଆଉ କିଛି ଲାଗିବ, ଯାହାଫଳରେ ଭାରତ ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସେପଟେ ସୁନା ଦରରେ ଯେଉଁମାନେ ଇନଭେଷ୍ଟମେଣ୍ଟ କରିବା ପାଇଁ ସେଫ୍ ମାନୁଥିଲେ, ଏବେ ତାଙ୍କ ପାଇଁ ଗୋଟେ ବଡ଼ ଖବର। ଏବେ ସମସ୍ତେ ମଧ୍ୟ ନିଜେ ନିଜେ ସୁନାରେ ସେଭ୍ କରିଲା ପରେ ଏବେ ଟଙ୍କା ମଧ୍ୟ ଉଠି ଯାଉଛି। ବର୍ତ୍ତମାନ ଭାରତରେ ଇଣ୍ଟରେଷ୍ଟ କମିଲେ ବଢ଼ିଲେ ସୁନା ଦର ବଢ଼େ କମେ। ତେବେ ଚାଲନ୍ତୁ ଜାଣିବା 18 କ୍ୟାରେଟର ମୂଲ୍ୟ କେତେ ରହିଛି। 18 କ୍ୟାରେଟର ମୂଲ୍ୟ ରହିଛି 1 ଗ୍ରାମ ପିଛା 10,948, 8 ଗ୍ରାମ ରହିଛି 27,584, 10 ଗ୍ରାମ ରହିଛି 1,09,480 ଏବଂ 100 ଗ୍ରାମ ରହିଛି 10,94,800। ଇଏ ହେଲା 18 କ୍ୟାରେଟର ମୂଲ୍ୟ। ଯୋଉମାନେ 18 କ୍ୟାରେଟ ଜୁଏଲାରୀ ବନାଉଛନ୍ତି, ତାଙ୍କ ପାଇଁ ମଧ୍ୟ ଗୋଟେ ବଡ଼ ଖବର। ଆପଣମାନେ ଜାଣିପାରୁଥିବେ ସୁନା ଦର ଏବେ କେତେ ଶସ୍ତା ହୋଇଛି। ଲଗାତାର ଭାବେ 2 ସପ୍ତାହ ଧରି ସୁନା ଦର ଶସ୍ତା ହୋଇଛି ଏବଂ ରୂପା ଦର ଶୁଣିଲେ ତ ଆପଣମାନେ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ହଠାତ୍ ଏତେ ଟଙ୍କା ରୂପା କେମିତି ଖସିଲା? ଇଏ ଦେଖନ୍ତୁ, 10 ଦିନର ରିପୋର୍ଟ ମଧ୍ୟ ଅଛି, ଦେଖିଦିଅନ୍ତୁ ଏପଟେ 22 କ୍ୟାରେଟ, ଏପଟେ 24 କ୍ୟାରେଟ। ଚାହିଁଲେ ଆପଣ ସ୍କ୍ରିନଶଟ ମଧ୍ୟ ନେଇପାରିବେ। ଦେଖନ୍ତୁ ହାଏଷ୍ଟ ମଧ୍ୟ କେତେ ଥିଲା ସୁନା ଦର, ଏବେ ବର୍ତ୍ତମାନ ଲୋଏଷ୍ଟ କେତେ ଅଛି, 13,380 ଅଛି। ହାଏଷ୍ଟ ମଧ୍ୟ କେତେ ଥିଲା, ଏଇଠୁ ମଧ୍ୟ ଆପଣମାନେ ଜାଣିପାରିବେ। ଯାହାଫଳରେ ମଧ୍ୟ ଆପଣ ଗୋଟେ ଲାଭବାନ ମଧ୍ୟ ହୋଇପାରିବେ। ତା ସହିତ ଚ୍ୟାନେଲରେ ନୂଆ ଥିଲେ ଏବେ ହିଁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ତା ସହିତ ଏତେ ସବୁ ଡିଟେଲ୍ସ ଆମେ ଆଣିବା ପାଇଁ ବହୁତ ସମୟ ଲାଗୁଛି। ଗୋଟେ ଗୋଟେ ରିପୋର୍ଟ ଆପଣଙ୍କୁ ଏମଆର ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ମଧ୍ୟ ଦେଖିବାକୁ ମିଳିବ। ଏଠି ଦେଖନ୍ତୁ 2 ବର୍ଷ ଭିତରେ କେତେ ଥିଲା, ଯୋଉମାନେ ଇନଭେଷ୍ଟମେଣ୍ଟ କରିଛନ୍ତି ସେମାନେ ଜାଣିପାରୁଥିବେ। ବର୍ଷ ତଳେ କେତେ ଥିଲା, 3 ମାସ ତଳେ କେତେ ଥିଲା, 30 ଦିନ ତଳେ କେତେ ଥିଲା, 10 ଦିନ ତଳେ କେତେ ଥିଲା। ଏତେ ସୁନା ରେଟ୍ ଆପଣମାନେ ଏଇ ସମୟରେ ମଧ୍ୟ ଦେଖିକି ଆପଣ ଗୋଟେ ଆନାଲିସିସ୍ କରିପାରିବେ। ତା ସହିତ ମଧ୍ୟ ମାର୍ଚ୍ଚ ମାସରେ ହାଏଷ୍ଟ କେତେ ଥିଲା ଦେଖନ୍ତୁ, ଲୋଏଷ୍ଟ କେତେ ଥିଲା। ଲୋଏଷ୍ଟ 22 ମାର୍ଚ୍ଚ 2026 ବା 13,300 ଅଛି, ସବୁଠୁ ଲୋଏଷ୍ଟ ଆଜି ଅଛି। ହାଏଷ୍ଟ କେତେ ଥିଲା ଦେଖନ୍ତୁ,
15,865 ପାଖାପାଖି 3ରୁ 4,000 ଟଙ୍କା ମଧ୍ୟ ଶସ୍ତା ହୋଇଛି। ତା ସହିତ ମଧ୍ୟ ଏପଟେ ମଧ୍ୟ 22 କ୍ୟାରେଟ୍ ଦେଖିଦିଅନ୍ତୁ, ଏବେ 24 କ୍ୟାରେଟ୍ ଦେଖିଦିଅନ୍ତୁ 17,000 ଥିଲା, ଏବେ ବର୍ତ୍ତମାନ ଅଛି 13,000। ସେମିତି ମଧ୍ୟ ବହୁତ କମିଯାଇଛି ସୁନା ଲଗାତାର ଭାବେ 10ରୁ 15 ଦିନ ଭିତରେ ଏତେ କମିଛି। ତା ସହିତ ରୂପା ଦର ଚାଲନ୍ତୁ ଆଣିବା, ରୂପା ଦର ଗ୍ରାମ ପିଛା ଅଛି 250 ଟଙ୍କା, 1 କିଲୋଗ୍ରାମ ରହିଛି 2,50,000 ଟଙ୍କା। ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ରୂପା ଦର ଷ୍ଟେଟ୍ କମିଛି 75,000 ଟଙ୍କା, ଯାହା ସବୁଠୁ ବଡ଼ ଖବର। ତେବେ କୁହାଯାଉଛି ଯେ ଏବେ 1 ଗ୍ରାମ ପିଛା 250 ଟଙ୍କା, 8 ଗ୍ରାମ ପିଛା 2,000, 10 ଗ୍ରାମ ପିଛା 2,500, 100 ଗ୍ରାମ ପିଛା 2,500 ଏବଂ 1,000 ଗ୍ରାମ ବା 1 କିଲୋଗ୍ରାମ 2,50,000। ତେବେ କୁହାଯାଉଛି ଏହି ମାର୍ଚ୍ଚ ମାସରେ ରୂପା ହଠାତ୍ ବଢିଥିଲା କଣ, ଆଗରୁ 4 ଲକ୍ଷରୁ କମି କମି ଆସିଥିଲା 3,25,000 ହୋଇଥିଲା। ଏବେ 3,25,000 ଷ୍ଟେଟ୍। ଆଜି ହେଉଛି 22 ମାର୍ଚ୍ଚ, ଆଜି ଦିନରେ ରୂପା ମଧ୍ୟ କମିଯାଇଛି 2,50,000 ହୋଇଛି। ମାନେ ଭାବନ୍ତୁ, ପାଖାପାଖି 70ରୁ 75,000 ଟଙ୍କା ରୂପା ମଧ୍ୟ କମିଛି ଏଇ 10-12 ଦିନ ଭିତରେ। ଦେଖିଦିଅନ୍ତୁ, ଏଠି 1 ମାର୍ଚ୍ଚ 3,25,000 ଥିଲା, ଏବେ 22 ମାର୍ଚ୍ଚରେ 2,50,000 ଅଛି। କେତେ ଡିଫରେନ୍ସ ଦେଖିଦିଅନ୍ତୁ। ତ ଏଇଟା ଫଲିଂ ହୋଇଛି ପାଖାପାଖି 23%। ତେବେ ଇଏ ଥିଲା ଆଜିର ସୁନା ରୂପା ଦର। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଆଉ ପ୍ରତିଦିନ ବ୍ରେକିଂ ନ୍ୟୁଜ୍ ଦେଖିବା ପାଇଁ ହେଲେ ଏମ୍ଆର୍ ଓଡ଼ିଆ ନ୍ୟୁଜ୍ ଗୋଟିଏ ନମ୍ବର 1 ନ୍ୟୁଜ୍ ଚ୍ୟାନେଲ। ଆପଣମାନେ ସବୁ ପ୍ରକାର ନ୍ୟୁଜ୍ ଦେଖିପାରିବେ। ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ ଆଗାମୀ ଦିନରେ ଆମେ କେଉଁ ଭିଡ଼ିଓ ଆଣିବୁ ଯାହା ଆପଣଙ୍କ ପାଇଁ ସହାୟକ ହେବ।